ସୁସ୍ଥତାର ବାର୍ତ୍ତା ବାଣ୍ଟିବାରେ କେତେ ଆଗରେ ଥିବେ। ମୋ ପରିବାରର ବାର୍ତ୍ତା ଏଟା, ମୋ ଅନୁଭୂତିର କଥା। ମୋ ଅନୁଭୂତିର କଥା କହିଲେ ସରିବନି, କାରଣ ଏଟା ହଉଛି 18 ବର୍ଷର କାହାଣୀ। ପୁଣି ଯଦି କେବେ ବହୁତ ଦିନର ସ୍ୱପ୍ନ ମୋର ଥିଲା, ବାସୁଦେବପୁରରେ ମୁଁ ବହୁ ମିଟିଂ କରିଛି, ବହୁ ରାଲି କରିଛି। କାହାରି ମାନେ ପେଟ ପାଟ ପାଇଁ ହଁ କାହା ଯାଇପାରି ବିଓ ଅଫିସ ଆଗରେ, ମେଡିକାଲ ଅଫିସ ଆଗରେ ମାନେ ଚିତ୍କାର କରିଛି, ମାଇକି ଧରିକି ଭାଷଣ ଦେଇଛି। ଆଜି ମୁଁ ସେଇମାନଙ୍କୁ ଡାକୁଛି, ଆସନ୍ତୁ। ସୁସ୍ଥତା ବାସୁଦେବପୁର ହସ୍ପିଟାଲରେ ନାହିଁ, ସୁସ୍ଥତା କୌଣସି ଡାକ୍ତରଙ୍କ ପାଖରେ ନାହିଁ। ଆମେ ନିଜେ ସୁସ୍ଥ ରହିବା। ଯାହା ମୁଁ ମୋ ଘରେ ଅନୁଭବ କରିଛି, ଏଠି ଯେଉଁମାନେ ଅଛନ୍ତି ତାର ଜ୍ୱଳନ୍ତ ଉଦାହରଣ ମୋର ଭାଇନା ବିଷୟ ପରିବାର। ମୁଁ ଦୃଢ଼ତାର ସହ କହୁଛି, ଯଦି ଏଇ ଆମ ଚାହାକୁ ଜଣେ କେହି ମହିଳା ମାନେ ଜୀବନ ସାରା ପିଇ ପାରେ, କମ ସେ କମ 90% କ୍ୟାନ୍ସର ଆସିବାରୁ ଦୂରେଇ ରହିବ ସେ, ବା କ୍ୟାନ୍ସର ଭଳି ମହାମାରୀକି ଆମେ ଦୂରେଇ ଦେଇପାରିବା ଆମ ପାଖରୁ। ୟା ଭିତରେ ମହିଳା ସଶକ୍ତିକରଣ ନାଁରେ ମହିଳାମାନେ ଆଜି କଣ ହେଉଛନ୍ତି? ଲାଞ୍ଛିତ। ମୁଁ ଭାବୁଛି ସେମାନେ ଲାଞ୍ଛିତ ହେଉଛନ୍ତି, ତାଙ୍କ ସ୍ୱାଭିମାନ ହାନି ହେଉଛି, ସେମାନଙ୍କୁ ତାଙ୍କର ମାନହାନି ହେଉଛି। ଆସନ୍ତୁ ଆମେ କଣ କରିବା? ଏଇ ଚାହା ବିକିବା, ଚାହା ଖାଇବା, ସୁସ୍ଥ ରହିବା ସହିତ ସମାଜକୁ ସୁସ୍ଥତାର ବାର୍ତ୍ତା ଦେବା। ଦେଇକି କଣ କରିବା? କେବେ ନା କେବେ ଆମେ ସେଇ 7,000 8,000 ଉପରକୁ ପଳେଇ ଯାଇ ପାରିଥିବା, ଆମେ ଜାଣିପାରିବା ନାହିଁ। ଏଇ ବାର୍ତ୍ତା ଦେଇ ମୁଁ ମୋର ଆଜିର ବକ୍ତବ୍ୟ ସାଙ୍ଗ କରୁଛି। ଆହୁରି ଅନେକ ବକ୍ତା ଅଛନ୍ତି। ସବୁଠୁ ବଡ କଥା, ଯୋଉ କଥା ମୁଁ ନିଜେ ରଖିନେଲି, ଡିଏକ୍ସଏଲ କଣ ବା ଡିଏକ୍ସଏଲ ର ଉପକାରିତା କଣ ସେ ବାବଦରେ କହିବା ପାଇଁ ଆମ ପାଖରେ ଜଣେ ଏମିତି ଅଛନ୍ତି। ସେ ମୋର କନ୍ୟା ପ୍ରତିମ, ମାନେ ମୋ ଗୁରୁଙ୍କର, ଯାହା ଆଜି ସାରା ଓଡ଼ିଶା ସାରା ସେ ୟୁନିୟନଟି ପରିବର୍ତ୍ତନ ଏବଂ ସବୁ ଜିଲ୍ଲାରେ ମୁଁ କୁହେ ମୋର କିଛି ପିଲା ଅଛନ୍ତି। ସବୁ ଠିକ ଅଛି। ବର୍ତ୍ତମାନ ଗୋଟେ ଯୋଉ ମହୋତ୍ସବ ଆସିଛି, କିଛି କିଛି ଜାଗାରେ ସରିଗଲାଣି। ଆଗାମୀ 1 ତାରିଖ ଦିନ ସେ ମହୋତ୍ସବ ଆମମାନଙ୍କ ପାଇଁ ଅପେକ୍ଷା କରିଛି। ସମସ୍ତଙ୍କର, ମୁଁ କୌଣସି ରାଜନୈତିକ କଥା କହୁନାହିଁ, ସମସ୍ତଙ୍କର ଗୋଟିଏ ନାରା, ଆମେ ମହିଳା ସଶକ୍ତିକରଣ କରିଛୁ, ସବୁ ମହିଳା ଆମର। କିନ୍ତୁ ଯେତେବେଳେ ମୁଁ ୟୁନିୟନ କରିଛି ବା ମହିଳାମାନଙ୍କର ସୁଖ ଦୁଃଖ ସହିତ ସାମିଲ ଅଛି, ଦୀର୍ଘ 40 ବର୍ଷ ଧରି ମୋ କଲେଜ ଲାଇଫରୁ ମୋର ଏଇ କାମ ଆଜି ପର୍ଯ୍ୟନ୍ତ ଚାଲୁ ରହିଛି। ସେତେବେଳେ ମୁଁ ଦେଖୁଛି ଯୋଉ ମହିଳା ସଶକ୍ତିକରଣର କଥା ସମସ୍ତେ କହୁଛନ୍ତି, ସେମାନେ କେତେ ଦୂର ସଶକ୍ତ ହୋଇଛନ୍ତି। ପ୍ରକୃତ ପକ୍ଷେ ମହିଳା କଣ ସଶକ୍ତ? ଯୋଉ ସ୍କିମ ୱାର୍କର ମାନେ ଅଛନ୍ତି, ବା ମୁଁ କହୁଛି, ମତେ କେହି କ୍ଷମା କରିବେ, ଯୋଉମାନେ ଯୋଉଠି ବି ମୁଣ୍ଡ ବିକ୍ରି କରିଛନ୍ତି, ମୋ ଭାଇନା ତ ମହାନ, ସେ ମୁଣ୍ଡ ବିକିଥିଲେ, ଛାଡ଼ି ଦେଇକି ଆସିକି ସ୍ୱତନ୍ତ୍ର ବିଜନେସ କଲେ ଏବଂ ସ୍ୱାସ୍ଥ୍ୟ ସଚେତନ ସାରା ଓଡ଼ିଶାରେ ବୁଲି ବୁଲି କରୁଛନ୍ତି। ସେ ସେଇ କଥାଟା ମତେ ସବୁବେଳେ କହୁଥିଲେ। ମୁଁ ସବୁବେଳେ ଗୋଟେ କଥା କହେ, କଣ ନା କାହାରି ନା କାହାରି ପାଖରେ ଯଦି ଆମେ ମୁଣ୍ଡ ବିକି ଦିଅନ୍ତି, ଆମେ ତା ଅଧୀନସ୍ଥ ହୋଇଯାଆନ୍ତି। ତା ମାନେ ନୁହେଁ ଆମେ ମୁଣ୍ଡ ବିକ୍ରି କରିବାଟାକୁ ଅଲଗା ଅର୍ଥରେ କେହି ନେବେ ନାହିଁ। ଯଦି ଏଠି କେହି ଅଙ୍ଗନବାଡି ୱାର୍କର ବି ଅଛନ୍ତି, ହେଲ୍ପର ଅଛନ୍ତି, ସେ ଜାଣୁଥିବେ ଯେ ତାଙ୍କର ଯୋଉ ବର୍ଷ 1000 ଟଙ୍କା ବଢେ, ତା ପରକୁ ଗୋଟେ ବଡ ଲିଷ୍ଟ ପଳେଇ ଆସେ। କଣ ନା ଆପଣ ମାନେ ବାଉଣ୍ଡ ଏଇ କାମ କରିବା ପାଇଁ। ମାନେ ଗତ ମାସରେ ବୋଧହୁଏ ସବୁ ସ୍କିମ୍ ୱାର୍କରଙ୍କର କିଛି ନା କିଛି ଦରମା ବଢିଛି। ଆମର ଆଶା କହିଲା ଯେ ମୋର ଅସୁବିଧା ଥିଲା, ଘରେ ମୋ ଶାଶୁ ଏକ୍ସପାୟାର କଲେ, ମୋର ଏଇ କାମ ବାକି ଅଛି, ମୁଁ କରିପାରୁନି। ଏତେ କାମ କୋଉଠୁ ଆସୁଛି? ନା ମୁଁ ଦେଇଛନ୍ତି। ଯୋଉ ଶବ୍ଦର ମାନେ ସେ ଜାଣିନାହାନ୍ତି, ମୁଁ ଏ ପର୍ଯ୍ୟନ୍ତ ବୁଝିପାରେନି, ସେଇ ସର୍ଭେ ସେ କରିବେ। କିଶୋରୀ ବାଳିକା ସର୍ଭେ, କି ସର୍ଭେ ସେ କରୁଛନ୍ତି ସେ କଥା ମୁଁ ଜାଣିନାହିଁ। ତାଙ୍କର ପ୍ରଥମ କାମ ଥିଲା ସେମାନେ ଗ୍ରାସ ରୁଟ୍ ଲେଭେଲର ଏଇଆ କରିବେ। ସେମାନଙ୍କର କ୍ୱାଲିଫିକେସନ ଦେଖାଯାଇ ନଥିଲା ସେତେବେଳେ, ମାତ୍ର 7ମ ଶ୍ରେଣୀ। ସାର୍ଟିଫିକେଟ କିଏ କୋଉଠୁ ଆଣିକି ଜାଲ କରିକି ଦେଇଛନ୍ତି ଚାକିରି କରିବା। ଏଠି ଅଛନ୍ତି। ଆଜିକାଲି 7,500 ଟଙ୍କାର ମୂଲ୍ୟ କମ। ଗୋଟେ 2 ଜଣିଆ ପରିବାର ଚଳେଇବା ପାଇଁ 20,000 ଟଙ୍କାଟା ମୁଁ ଭାବୁଛି ବୋଧେ ମିନିମମ୍ ଖର୍ଚ୍ଚ। ତାର କାରଣ ବଜାର ଦର ଆପଣ ମାନେ ସମସ୍ତେ ଜାଣୁଛନ୍ତି। ଠିକ ସେମିତି ସ୍କୁଲ ରୋଷେଇଆ, ମାନେ ମୁଁ ବେଳେ
ଆବଶ୍ୟକତା ନଥାନ୍ତା ସେମାନେ ମଧ୍ୟ ଯାଆନ୍ତି ନାହିଁ। 200 ରୁ ଆଜି 2000 ରେ ପହଞ୍ଚିଛନ୍ତି, ମାତ୍ର 2000। ସେମାନେ କେତେ ସମୟ ଦିଅନ୍ତି ନା 10ଟାରେ ସ୍କୁଲ ଯାଆନ୍ତି, 4ଟାରେ ସାର୍ ମାନେ ଗଲେ ହାଣ୍ଡି କଡ଼ା ମାଜିକି ସେମାନେ ଘରକୁ ଫେରନ୍ତି। ଯଦି କୋଉଦିନ ଭାତ ଟିକେ ବଳିଛି କି ତରକାରୀ ବଳିଛି ନେଇଗଲେ, ତାହେଲେ ଗାଁ ସ୍କୁଲର ପ୍ରେସିଡେଣ୍ଟ ହେଡମାଷ୍ଟର ସମସ୍ତଙ୍କର ତାଙ୍କ ଉପରେ ଚଢଉ, କାହିଁକି ତୁ ନେଇଗଲୁ, ସେଟା ଆମର ପରମ ଫୋପଡ଼ା ହବ, ତୁ ନେଇପାରିବୁନି। କେବଳ ଏଇ ସବୁ କାମ ମହିଳା ମାନଙ୍କ ଦ୍ୱାରା ହିଁ କରେଇ ହବ। ଏତେ ସୁବିଧାରେ ଏତେ କାମ କେବଳ ମହିଳା ମାନେ କରିପାରିବେ। କାହିଁକି ନା ସେମାନେ ଭାବୁଛନ୍ତି ଆମେ ଗୋଟେ ଚାକିରି ପାଇଛୁ, ଘରେ ବସିଥିଲୁ ଯୋଉ ଆମକୁ କେହି ପଚାରୁ ନଥିଲେ, ଆମର ଆର୍ଥିକ ନିଜର ରୋଜଗାର କରିବାର କିଛି କ୍ଷମତା ନଥିଲା। ଆମେ ଗୋଟେ କ୍ଷମତା ମିଳିଯାଇଛି ଆମକୁ ରୋଜଗାର କରିବାର, ଆମେ ଯାଉଛୁ ଚାକିରି କରୁଛୁ। ତାଙ୍କ ଉପରେ ବି ହଜାରେ ପ୍ରଭୁ। ଏଇ ପରିପ୍ରେକ୍ଷୀରେ ମୁଁ ସବୁବେଳେ କିଏ ଯାହା ହଉ ମୁଁ ରକ୍ଷା, ମୁଁ କୋଉଠି କେବେ ମୁଣ୍ଡ ବିକିବାର ପ୍ରୟାସ କରୁନାହିଁ। ତେଣୁ ସ୍ୱାଭିମାନୀ ଅହଙ୍କାରୀ ନ ହଉ, ଆମେ ସ୍ୱାଭିମାନୀ ହେବା ଦରକାର। ଆମକୁ ଯେଉଁଠି ଯାହା ଆମର ପ୍ରାପ୍ୟ ଆମକୁ ମିଳିବା ଦରକାର। କାହିଁକି ନା ମହିଳାଟିଏ ଘରର କଣ ମେରୁଦଣ୍ଡ, ଆଉ ମହିଳାଟି ହଉଛି ସବୁଠୁ ଅବହେଳିତ ଘରର। ପିଲା ଛୁଆଙ୍କୁ ସ୍କୁଲ ପଠେଇ ଠାକୁର ପୂଜା କରି ସବୁ କରି ସାରିଲା ପରେ ସେ କଣ କରେ, ନିଜେ ଖାଦ୍ୟ ଖାଇପାରେ କିମ୍ବା ନ ଖାଇପାରେ। ତେଣୁ ସବୁଠୁ ଅସୁସ୍ଥ ରକ୍ତହୀନତାର ଶିକାର ଆଜି ଭାରତବର୍ଷରେ ମହିଳା। ସେଇ ମୁଁ ବହୁତ କଥା କହିଲିଣି, ମୂଳ କଥାକୁ ମୁଁ ଆସିନାହିଁ। ମୂଳ କଥା ହେଉଛି ଆଗାମୀ ଦିନରେ ଭାରତବର୍ଷ ପାଇଁ ଯୋଉ ସଂକଟ ଆସୁଛି ସ୍ୱାସ୍ଥ୍ୟରେ। ଆଜି ଗୋଟେ ପ୍ୟାକେଟ ମେଡିସିନ ପ୍ୟାକେଟ ଦେଖୁଥିଲି, ତାପରେ ଲେଖା ହେଇଥିଲା ଯେ WHO ରେକମେଣ୍ଡେଡ। WHO କଣ? ଆପଣ ମାନେ ପ୍ରାୟ ସମସ୍ତେ ଏଠି ଯୋଉମାନେ ଅଛନ୍ତି କିଛି କିଛି ଶିକ୍ଷିତ। WHO ହେଉଛି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ, ଯାହା ସାରା ବିଶ୍ୱର ସ୍ୱାସ୍ଥ୍ୟ ବିଭାଗକୁ କଣ୍ଟ୍ରୋଲ କରେ, ତଦାରଖ କରେ। ତାହାର ସେ WHO କହିବା ଅନୁସାରେ ଭାରତବର୍ଷ ଦିନେ ଡାଇବେଟିସ୍ ର ହବ ହବ ବୋଲି ସେ କହିଥିଲା। ଆପଣ ମାନେ ସମସ୍ତେ ଅନୁଭବ କରୁଛନ୍ତି ଆଜି ଘରେ ଘରେ ସମସ୍ତଙ୍କ ପାଖରେ ପହଞ୍ଚି ଯାଇଛି। କଣ ମୁଁ ଯାହାକୁ ପଚାରିଲେ କହୁଛନ୍ତି ଗତକାଲି ଥାନାରେ କାହା ମଗା ହେଲା, 3 ଜଣ ୟଙ୍ଗ ଅଫିସର 2 ଷ୍ଟାର ବାଲା କହିଲେ ଆମେ ଚିନି ଛାଡ଼ି ଦେଇଛୁ। କାହିଁକି ମାନେ ହେଲାଣି କି ନା ନା ଟିକେ ଟିକେ ଟାଗ ଲାଗିଗଲାଣି, ଆସିଗଲାଣି କିଛି କିଛି। ମାନେ ବା ମତେ କହିଲେ ଆପଣ, ମୁଁ ନା ମୋର ଆସିନି କି ଆସିଗଲାଣି ବୋଲି ମୁଁ ଭାବୁଛି। କହିଲେ କାହିଁକି? ମୁଁ ସେ କାହିଁକିର ଉତ୍ତର ଦେବା ପାଇଁ ମତେ ସମୟ ଦରକାର, ନିରୋଳା ଦରକାର, ଦେଇପାରିବିନି। ତେଣୁ ଆଶା ପୁଣି ଥରେ ସେଇ WHO ମୁଁ ଫେରୁଛି, ସେ ବର୍ତ୍ତମାନ କହିସାରିଛି ଆଗାମୀ ଦିନରେ 2030 ମସିହା ସୁଦ୍ଧା ଯୋଉ ପ୍ରତ୍ୟେକ 3 ଜଣରେ ଜଣକୁ କ୍ୟାନ୍ସର ବ୍ୟାଧି ହେବ। ଯାହା ଆପଣ ମାନେ ସମସ୍ତେ ଜାଣିଛନ୍ତି କ୍ୟାନ୍ସର ହଉଛି କଣ ନନ୍-କ୍ୟୁରେବଲ୍ ଡିଜିଜ୍। କେବେ ସେ ଭଲ ହୁଏ ନାହିଁ। ଥରେ ହେଲେ ଯୋଉ ପରିବାର ଜଣକୁ କ୍ୟାନ୍ସର ହୁଏ ସେ ପରିବାର କଳିକଳାନ୍ତ ହେଇଯାଏ। ତାହା ଆସୁଛି ଆଗାମୀ ଦିନରେ। କାହିଁକି ନା ଭାରତ ଏକ ଜନବହୁଳ ରାଷ୍ଟ୍ର, ବହୁ ଜନସଂଖ୍ୟା ତୁଳନାରେ ବହୁତ ଅଧିକ। ଆସନ୍ତୁ ଯିବା। ମୁଁ କହିଲି ମୁଁ ଭାବୁଛି ବୋଧେ ମତେ ହସ୍ପିଟାଲ ଯିବାକୁ ପଡିବନି, ଏମିତି ଶୁ ଶୁ ବସୁ ବସୁ ମୋ ଜୀବନର ଜନ୍ମ ମାନେ ମୃତ୍ୟୁ ନିଶ୍ଚିନ୍ତ। RGGS ପିଲୁନା ଖାଉଛନ୍ତି ଯୋଉ ମାନେ ମୋର ଟପିକ ସେୟା ନୁହେଁ, ମୁଁ ସେ ବାବଦରେ କିଛି କହିବି ନାହିଁ। କିନ୍ତୁ ଗୋଟିଏ କଥା କହିବି, ଯଦି ଆମର ପ୍ଲାଟଫର୍ମକୁ କେହି ତାର ମାନେ ବୃତ୍ତି ରୂପେ ଧରି ନିଏ, ସେ କେବେ ନା କେବେ ସଶକ୍ତିକରଣ ହେଇପାରିବ। ପରିବାରର ଆର୍ଥିକ ପରିବାରକୁ ଆର୍ଥିକ ସହାୟତା ଦେବା ସହିତ ପରିବାରର ସମସ୍ତଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ। ଏଇଟା ହେଉଛି ମୋର ଅନୁଭୂତି। ମୋ ଘରେ ସେଇ ମାନେ ଡିଏକ୍ସନ ଯାହା କପି ସ୍ପିରୁଲିନା ବା ଯାହା ବି ଅଛି ତାର ଯାହା ମେଡିକେଟେଡ ଜିନିଷ ତା ଭିତରେ ଭରପୁର ହେଇକି ରହିଛି। 400 ପ୍ରକାର ରୋଗରୁ ସେ ମୁକ୍ତି ଦିଏ। ମୁଁ ସବୁବେଳେ ତା ଭିତରେ ଭରସା କରେ। ଆମ ଘରେ ଛୋଟିଆ ଛୁଆର ଗୋଟେ ବାନ୍ତି ହେଲେ ମୁଁ ଟିକେ ପେଷ୍ଟ ପାଣି କରିକି ପିଇ ଦିଅ। ଆଉ ଯଦି ଅଧିକ ଟିକେ ହୁଏ ଭାଇନାଙ୍କୁ ପଚାରେ, ଭାଇନାଙ୍କୁ ଆର୍ଜି ଅଛି ନା ଗୋଟେ ପାଇଁ ଗୋଳେଇକି ଖୁଆଇ ଦିଅ। ମୋର ଭରସା ଅଛି ସେଇ ଜିନିଷ ଉପରେ, ଯାହାକୁ ଏପରି ଖାଦ୍ୟ ସନ୍ଧାନ କରିବା ଯାହାକୁ ଖାଇକି ଆମେ ସହଜରେ ହସ୍ପିଟାଲ ଯିବା ନାହିଁ। କରିବା କି ନାହିଁ? କରିବା। ତେଣୁ ସେ ଖାଦ୍ୟ କଣ? ସେ ଗୋଟିଏ କଥା କହିବି, ଆମର ଗୋଟେ ଛୋଟିଆ ଜିନିଷ ଅଛି ଭାରତବର୍ଷରେ। ସବୁ ପାଣି ପରେ ସବୁଠୁ ଅଧିକ କୋଉ ପାନୀୟ ପିଆଯାଏ? ଚାହା। ଆମ ପାଖରେ ଗୋଟେ
ଏମିତି ଚାହା ଅଛି ମ୍ୟାଜିକ ଚାହା। ମୁଁ ତାକୁ ମ୍ୟାଜିକ ଚାହା ଏଇଥିପାଇଁ ମାନେ ବର୍ଷ ବର୍ଷ ଧରି